ମାଲିକ ଭିତରେ ପରସ୍ପର କଥାବାର୍ତ୍ତା ହୁଅନ୍ତି, ସଂଘ ଅଛି, ମିଟିଂ ହଉଛି। ଚର୍ଚ୍ଚା ତ ସବୁ ପ୍ରକାର ଚର୍ଚ୍ଚା ହଉଛି, ଚର୍ଚ୍ଚାଟାକୁ ସେମାନେ ମନୋରଞ୍ଜନ କରିବ କି? ଆପଣ ମାନେ ଦେଖୁନାହାନ୍ତି, ଯଦି ଚର୍ଚ୍ଚା ହଉଛି ତାହେଲେ କାଲି ହାପି ମାମୁନିର ସଂଘ ମାଧ୍ୟମରେ କେମିତି ଫାଇନାଲ ହେଲା, ସେମିତି କାଲି ଷ୍ଟେଜରେ ଚଳିଲେ। ଆଉ ଯଦି ନାଣ୍ଡୁ ବାବୁ ଚାହୁଁଥାନ୍ତେ ଆଜି ସାଇ ପାଇଲେ ବି ଚଢିଥାନ୍ତେ। ଶୁଣ, ପରସ୍ପର ମତାମତ ଥାଏ, କିନ୍ତୁ ସଂଘ ଅଛି, ଆମେ ଏକାଠି ବସୁଛୁ, ସପକ୍ଷରେ ହଉଛୁ। ତେଣୁ ବ୍ୟବସାୟ ମାଧ୍ୟମରେ କିଏ ଟିକେ ଚାହୁଁଛି ମୁଁ ଆଗକୁ ଚାଲିଯିବି, କିଏ ଟିକେ ପଛେଇ ଯାଉଛି। ତେଣୁ ସଂଘ ଭିତରେ ରହିଲା ପରେ ଆମେ ଗୋଟିଏ ଘର ଭିତରେ ହେଇକି ସବୁବେଳେ ଏକରେ ରହିପାରୁଛେ। ତେଣୁ 5 ମନ 25 ପ୍ରକୃତି। ସଂଘ ବାଟରେ ଅଛି, କଳାକାର ବୁକିଂ ହଉଛନ୍ତି, ଯାତ୍ରା ଚାଲିଛି। ଏମିତି ସଂସ୍ଥା ଚାଲିଥିବ, ଏମିତି ସଂଘ ବି ଥିବ। କୋଉ ସଂଘ ନାହିଁ? କଳାକାର ସଂଘ ନାହିଁ, ନା ମାଷ୍ଟର ସଂଘ ନାହିଁ, ନା ମାଲିକ ସଂଘ? ସବୁ ସଂଘ ଅଛି। ଲୁଚନ ଖାଲି ଗୋଟେ ବ୍ୟବସାୟ ବ୍ୟବସାୟ ସମସ୍ତେ ଚାହାନ୍ତି ଆମେ କେମିତି ଟିକେ ଉପରକୁ ଉଠିଯିବୁ। ଚାଲିଛି ଏମିତି ଚାଲିଥିବ। ଆଉ କଣ ଅଛି? ବିବାଦ ଯାତ୍ରା ବି ଚାଲିଛି ସବୁବେଳେ। ଯାତ୍ରା ଯତି ବିବାଦ ଅଛି। ଯୋଉଠି 150-200 ଲୋକଙ୍କୁ ନେଇ ସମାଗମ ଚାଲିବ, ସେଠି ବିବାଦ ରହିବ। ମାଲିକ ସଂଘ ନିଷ୍ପତ୍ତି ନେଇଥିଲା ଯେ କଳାକାର ମାନଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ରେଟ୍ ରଖିବ। ନାଇଁ, ମାଲିକ ସଂଘ ନିଷ୍ପତ୍ତି ନେଇଥିଲା, କିନ୍ତୁ ମଝିରେ ନୂଆ ପାର୍ଟି ଗୋଟେ ହଉଛି। ଏବେ ଗୋଟେ ଭଦ୍ରା ବିହରଣୀ ହଉଛି, ଗୋଟେ ସୂର୍ଯ୍ୟବଂଶୀ ହଉଛି। ତେଣୁ ଇଏ ତ ଭଡ଼ା ବେପାର, ଇଏ ଯୋଉମାନେ ନୂଆ ପାର୍ଟି କଲେ ସେ ଯୋଉ ରେଟ୍ଟା ବଢି ଯାଉଛି। ଫାଇଦା ହଉଛି କଳାକାରଙ୍କର ଫାଇଦା ହଉଛି। ଏଥିପାଇଁ ନୂଆ ମାଲିକ ପାଖକୁ ଯାଉଛନ୍ତି। ଏଥିପାଇଁ କମିଟି ଦାୟୀ। କମିଟି ବି ଚାହୁଁନ୍ତି ବରଂ ବୁଢା ହେଇଯାଆନ୍ତୁ, ବରଂ ସେଇ ହିରୋ ଦରକାର, ସେଇ ଭିଲିୟନ ଆମର ଦରକାର। ତେଣୁ କମିଟି ପଛକୁ ଅନୁସରଣ କରିକି ଆମେ ଯେତେବେଳେ ଦେଖିଲା ବେଳକୁ ବ୍ୟାନର ଆର୍ଟିଷ୍ଟ ସେମାନେ ପଇସା ଚାହୁଁଛନ୍ତି, ଆମେ ଉଚ୍ଚା ଦରରେ ପଇସା ନବୁ। ତେଣୁ ଏ ତ କିଣା ବିକା ବେପାର, ଯାହା କିଣା ହବା କଥା ଏଇଠି ହେଇଗଲାଣି। ଆଉ ସେ କଥା ଆଉ ଆଗକୁ ନାହିଁ। ନାଇଁ, ଆଉ ନିଲାମ କଣ? ସେମିତି ତିଆରି ହେଇନି, ନିଲାମ ହେଇପାରିବ। ବୋର୍ଡ ତିଆରି କଲେ ନିଲାମ ହବ। ବୋର୍ଡ ଭାଟି ଯାଇଛି, ନିଲାମ କେମିତି ହବ? ସବୁ କଥାର ପୂର୍ଣ୍ଣ ସାର ଅନ୍ତ ଘଟିବ। ମୁଁ ତ କହିବି, ଯୋଉଦିନ ଦର୍ଶକ ମାନଙ୍କର ମତ ପରିବର୍ତ୍ତନ ହବ, ସେଦିନ କଳାକାର ମାନଙ୍କର ଯୋଉ ମନୋପଲି, ଯୋଉଟା ଆପଣ ମାନେ କହୁଛନ୍ତି, ବୁଝିବା ପାଇଁ ଚାହୁଁଛନ୍ତି, ସେଇଟା କମିଯିବ। କାହିଁକି? ଦର୍ଶକ ଗୋଟେ ଜିନିଷ ଭାବିବା ଦରକାର ଯେ ଭଲ ଯାତ୍ରା କୋଉଠି ହଉଛି, ତ ଆମେ ଭଲ ଯାତ୍ରା ଯିଏ କରୁଛୁ ଆମେ ଦେଖିବା। ସେଠି କଳାକାର ଦର୍ଶକ ନ ବାଛିବା ଦରକାର। କଳାକାର ଦର୍ଶକ ଖୋଜିକି ଯାଉଛନ୍ତି ଯାତ୍ରା ଦେଖିବା ପାଇଁ, ଯୋଉଥିପାଇଁ କି ବ୍ୟବସାୟିକ କିଛି ସଫଳ ହଉଛି, କିଛି ଅସଫଳ ହଉଛି। ଯୋଉଥିପାଇଁ କମିଟି ମାନେ ଏଇ ପୁରୁଣା କଳାକାର ଯୋଉଠି ନ ରହୁଛନ୍ତି, କମିଟି ସେଠିକି ଯାଉନାହାନ୍ତି। ସେ ପାର୍ଟି ବୁଡି ଯାଉଛି, ନା ମାଲିକ ବୁଡି ଯାଉଛି। ସେ ପାର୍ଟି ଯୋଉ କମିଟି ରହୁଛି ଅତ୍ୟଧିକ ଲସ୍ କରୁଛି। ସେଥିପାଇଁ ଏ ଘୋଡ଼ା ଦୌଡ଼ ଚାଲିଛି। ଯୋଉଦିନ ଦର୍ଶକ ବୁଝିଯିବେ ନା ଭଲ ଯାତ୍ରା ଯିଏ କରୁଛି, ଆମେ ସେଇଠି ଯାତ୍ରା ଦେଖିବା, ସେଦିନ ଏ ସବୁ କଥା ଲିଭିଯିବ।